ମୋ ସ୍ୱାମୀ ବୀରେନ କିଛି ଦିନ ବାହାରକୁ କାମରେ ଯାଇଥିବାର ସୁଯୋଗ ନେଇ ମୋ 14 ବର୍ଷୀୟ ଚାକର ଲିଟୁ ମୋ ଅଜାଣତରେ ମୋ ସହିତ ସବୁଦିନ ଶାରୀରିକ ସମ୍ପର୍କ ରଖୁଥିଲା। ଯେତେବେଳେ ଚାକରଟି ମୋ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲା ସେତେବେଳେ ମୁଁ ବହୁତ ଖୁସି ଅନୁଭବ କରିଥିଲି। ଗୋଟିଏ ଦିନ ଯେତେବେଳେ ମୁଁ ଏସବୁ ଜାଣିଯାଇଥିଲି ମୋ ପାଦ ତଳୁ ମାଟି ଭୁସୁ ଭୁସୁ ହେଇ ଖସି ପଡ଼ୁଥିବା ଭଳି ମୁଁ ଅନୁଭବ କରିଥିଲି। ଆଉ କାହାଣୀଟି ଆରମ୍ଭ କରିବା ପୂର୍ବରୁ ମୋର ସେହି ଛୋଟ ଅନୁରୋଧ କି ଆପଣ ମୋ ଚ୍ୟାନେଲକୁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ଏବେ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ ଜଲ୍ଦି ଅନ୍ କରିଦିଅନ୍ତୁ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ୁଥିବା ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିପାରିବ। ଆଉ ଡେରି ନକରି ଚାଲନ୍ତୁ କାହାଣୀଟିକୁ ଆରମ୍ଭ କରିବା। ମୋ ନାମ କାମିନୀ। ମୁଁ ଦେଖିବାକୁ ଗୋରୀ ଓ ରୂପବତୀ ଥିଲି। ମୁଁ କିଛି ବର୍ଷ ପୂର୍ବେ ବୀରେନକୁ ବିବାହ କରିଥିଲି। ମୋ ସ୍ୱାମୀ ବହୁତ ଭଲ ଲୋକ ଥିଲେ। ମୁଁ ଯେତେବେଳେ ଯାହା କହୁଥିଲି ସେଥିରେ ସେ ରାଜି ହୋଇଯାଉଥିଲେ। ଗୋଟିଏ ଦିନ ମୋ ସ୍ୱାମୀ ଗୋଟିଏ 14 ବର୍ଷର ପୁଅକୁ ଘରକୁ ଆଣିଥିଲେ। ସେ କହିଲେ ଯେ ଏହି ପିଲାଟି ଦରିଦ୍ର ଅନାଥ ଅଟେ, ବେସାହାରା ପିଲାଟିଏ। ସେ ଆମ ଘରେ ରହି ଖାଇ ପିଇ ମାଗଣା କାମ କରିବ। ମୋ ସ୍ୱାମୀ ବହୁତ କୃପଣ ଥିଲେ। ମାଗଣା ମିଳୁଥିବା ସବୁକିଛି ତାଙ୍କରି ଭାରି ପ୍ରିୟ ଥିଲା। ସେହି ପିଲାଟି ଦେଖିବାକୁ ବହୁତ ସୁନ୍ଦର ଥିଲା। ମୁଁ ମୋ ସ୍ୱାମୀଙ୍କୁ ସେତେବେଳେ ପଚାରିଥିଲି, ତୁମେ ଏହି ପୁଅକୁ କେଉଁଠାରୁ ପାଇଲ? ସେ କହିଲେ, ସେ ମୋର ସାଙ୍ଗ ଘରେ କିଛି ମାସ କାମ କରୁଥିଲା। ସେ ବିଦେଶ ଯାଉଥିବାରୁ ଏହି ପିଲାଟିକୁ ମୋ ଅଧୀନରେ ଛାଡ଼ି ଦେଇଥିଲା। ତା ନାଁ ଲିଟୁ। ସେ ଦିନକୁ କେବଳ 2 ବେଳା ଖାଇବ, ଆଉ ତୁମେ ଯାହା ଘର କାମ କରିବାକୁ କହିବ ସେ ତା କରିବ। ସ୍ୱାମୀଙ୍କଠାରୁ ଏହା ଶୁଣି ମୁଁ ସେତେବେଳେ କହିଥିଲି, ବୀରେନ, ଆମ ଘରେ କେବଳ 2ଟି ରୁମ୍ ଅଛି। ଗୋଟିଏ ରୁମ୍ ମୁଁ ଡ୍ରଇଂ ରୁମ୍ ଭଳି ବ୍ୟବହାର କରୁଛି ଏବଂ ଅନ୍ୟଟି ହେଉଛି ଆମର ବେଡ଼ରୁମ୍। ଏହି ପିଲା କେଉଁଠାରେ ରହିବ? ମୋ ପ୍ରଶ୍ନ ଶୁଣି ସେ କହିଥିଲେ, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ତାକୁ ଡ୍ରଇଂ ରୁମ୍ରେ ଏକ ମସିଣା ଦେଲେ ସେ ସେଠାରେ ଚୁପଚାପ ଶୋଇଯିବ। ମୁଁ ସେତେବେଳେ ବୀରେନ କଥା ଶୁଣି କହିଥିଲି, ଠିକ୍ ଅଛି। ସେ ପିଲାଟି ବହୁତ ଶାନ୍ତ ସ୍ୱଭାବର ଥିଲା। ମୁଁ ତାକୁ କାମ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲି। ପ୍ରତିଦିନ ସକାଳେ ତାକୁ ରୋଷେଇ ଘର କାମରେ ଲଗେଇଥିଲି। ସେ କଥା ମାନି ଚୁପଚାପ କାମ କରୁଥିଲା। 2 ଦିନକୁ ଥରେ ସେ ଏକୁଟିଆ ପୁରା ଘରକୁ ପାଣି ମାରି ସଫା କରିଦେଉଥିଲା। ମୁଁ ତାକୁ ସବୁବେଳେ ସକାଳେ ଜଳଖିଆ ପ୍ରସ୍ତୁତ କରିଦେଉଥିଲି। ସେ ଚୁପଚାପ ଖାଉଥିଲା। ତାର ଏମିତି ଚୁପଚାପ ରହିବା ମୋତେ ବେଳେବେଳେ ଦ୍ୱନ୍ଦ୍ୱ ଭିତରେ ପକାଇ ଦେଉଥିଲା। ପୁଅ ପିଲା ହେଇ ଏତେ ଚୁପଚାପ କଥା ମାନି କାମ କରିବା ମୁଁ ସେମିତି ପିଲା ପ୍ରଥମ ଥର ପାଇଁ ଦେଖିଥିଲି। ମନରେ କୌତୂହଳ ସୃଷ୍ଟି ହେବାରୁ ମୁଁ ତାକୁ ଦିନେ ପଚାରି ଦେଇଥିଲି, ଆଚ୍ଛା ଲିଟୁ, କ'ଣ ତୁ କଥାବାର୍ତ୍ତା କରି ଜାଣିନାହୁଁ କି? ତାପରେ ସେ କହିଥିଲା, ମୁଁ ତୁମ ସହିତ କ'ଣ କଥା ହେବି ମ୍ୟାଡ଼ାମ? ଏହି କଥା ଶୁଣି ମୁଁ କହିଥିଲି, ତୁମ ପରିବାରରେ କ'ଣ କେହି ନାହାନ୍ତି? ସେ କହିଥିଲା, ମୁଁ ଜାଣେ ନାହିଁ ଆଜ୍ଞା। ହେତୁ ପାଇବା ଦିନୁ ମୁଁ ଅନାଥ ଆଶ୍ରମରେ ପଢ଼ି ଆସିଛି। ଯେତେବେଳେ ମୋର ବୟସ 6 ବର୍ଷ ହୋଇଥିଲା ଜଣେ ଭଦ୍ର ବ୍ୟକ୍ତି ମୋତେ ଅନାଥ ଆଶ୍ରମରୁ ନେଇଯାଇଥିଲେ। ସେ ସନ୍ତାନହୀନ ଥିଲେ। ତାକୁ ପିଲାଟିଏ ଦରକାର ଥିଲା। ସେ ଅନାଥ ଆଶ୍ରମରୁ ମୋତେ ନେଲାବେଳେ ଅନାଥ ଆଶ୍ରମବାଲାଙ୍କୁ କହିଥିଲେ ଯେ ମୁଁ ଏହି ପିଲାକୁ ଏକ ଭଲ ବିଦ୍ୟାଳୟରେ ଆଡ଼ମିସନ୍ କରେଇବି, ତାକୁ ଭଲ ଶିକ୍ଷା ଦେବି। ମାତ୍ର 6 ବର୍ଷ ବୟସରେ ସେ ମୋତେ ନେଇ ତାଙ୍କ ଘର କାମରେ ନିୟୋଜିତ କରିଥିଲେ। ଛୋଟ ମୋଟ ଜିନିଷ ଆଣିବା, ବାସନ ଧୋଇବା, ଅତିଥିମାନଙ୍କ ପାଇଁ ଡାଇନିଂ ଟେବୁଲରେ ବାସନକୁସନ ସଜାଡ଼ି ରଖିବା, ଏହିପରି କାମ କରି କରି ମୋର ଜୀବନ ବିତିବାରେ ଲାଗିଥିଲା। ଯେତେବେଳେ ସେହି ଲୋକର ମୃତ୍ୟୁ ହେଲା ତାଙ୍କ ସ୍ତ୍ରୀ ମୋତେ ଘରୁ ବାହାର କରିଦେଲେ। ତାପରଠାରୁ ଘର ଘର ବୁଲି ମୁଁ ଚାକର ଭାବରେ କାମ କରିବା ଆରମ୍ଭ କଲି। କିନ୍ତୁ ଯିଏ ବି ଚାକିରି ଦେଲା ଦିନକୁ କେବଳ 2 ଥର ଖାଦ୍ୟ ଖାଇବାକୁ ଦେଇ ମୋ ଦ୍ୱାରା ଘର କାମ କରାଉଥିଲା। ମୋତେ ଏହାଠାରୁ ଅଧିକ କିଛି ଦେଇନାହାନ୍ତି। ମୁଁ 2 ବେଳା ଖାଇବା ବଦଳରେ ସମସ୍ତ ଘର କାମ କରୁଥିଲି। ତା କଥା ଶୁଣି ମୋତେ ସେତେବେଳେ ବହୁତ ଦୁଃଖ ଲାଗିଥିଲା। ବିଚରା ପିଲାଟିର କି ପ୍ରକାର ଜୀବନ ଥିଲା। ମୁଁ ତା ମୁଣ୍ଡରେ ହାତ ବୁଲେଇ ତାକୁ ଚିନ୍ତା ନ କରିବାକୁ କହିଲି। ତାକୁ ସେତେବେଳେ ସାନ୍ତ୍ୱନା ଦେବା ପାଇଁ ମୁଁ କହିଥିଲି, ମୁଁ ତ ଖର୍ଚ୍ଚ ବାର୍ଚ୍ଚ ପାଇଁ ତତେ କିଛି ଟଙ୍କା ଦେବି। ବାସ୍ତବରେ ମୋ ସ୍ୱାମୀଙ୍କର ମଧ୍ୟ ସେତେ ଅଧିକ ରୋଜଗାର ନଥିଲା। ମୋ କଥା ଶୁଣି ସେ କହିଥିଲା, ନା ମ୍ୟାଡ଼ାମ, ଛାଡ଼ନ୍ତୁ ସେ କଥା। ତୁମେ ମୋତେ ଦିନକୁ 2 ଥର ଖାଇବାକୁ ଦେଉଛ, ଏହା ମୋ ପାଇଁ ଯଥେଷ୍ଟ। ସେମିତି ବି ମୋର କେଉଁ ପରିବାର ଅଛି ଯେ ଯାହା ପାଇଁ ସଞ୍ଚୟ କରିବାକୁ ପଡ଼ିବ।
ତା କଥା ଶୁଣି ମୁଁ ସେତେବେଳେ ମୋ ହୃଦୟରେ ସେହି ପିଲା ପ୍ରତି ସହାନୁଭୂତି ଅନୁଭବ କରିବାକୁ ଲାଗିଥିଲି। କିନ୍ତୁ ମୁଁ ଜାଣିନଥିଲି ଯେ ଏହି ସହାନୁଭୂତି ମୋ ପାଇଁ ଦିନେ ବହୁତ ବଡ଼ ବିପଦକୁ ନିମନ୍ତ୍ରଣ କରିଦେବ। ମୋ ସ୍ୱାମୀଙ୍କ କାର୍ଯ୍ୟସୂଚୀ କିଛି ଏପରି ଥିଲା ଯେ ତାଙ୍କୁ ଅନେକ ଦିନ ଅନ୍ୟ ସହରରେ ରହିବାକୁ ପଡ଼ୁଥିଲା। ଯେଉଁଠାରେ ସେ କାମ କରୁଥିଲେ ସେହି କମ୍ପାନୀର ମାଲିକ ମୋ ସ୍ୱାମୀଙ୍କୁ ମାସରେ ଥରେ ଅନ୍ୟ ସହରକୁ କମ୍ପାନୀ କାମରେ ପଠାଉଥିଲେ। ମୋ ସ୍ୱାମୀ ଅନ୍ୟ ସହରକୁ ଯାଇ 3-4 ଦିନ ପରେ ଘରକୁ ଫେରୁଥିଲେ। ସେହି ଦିନଗୁଡ଼ିକରେ ମୁଁ ଘରେ ଏକୁଟିଆ ରହୁଥିଲି। ମୋର ବିବାହର 5 ବର୍ଷ ବିତି ଯାଇଥିଲା, ହେଲେ କିନ୍ତୁ ମୋର ପିଲାପିଲି ହେଉନଥିଲା। ସେଥିପାଇଁ ମୁଁ ଭାବିଲି, ଯଦି ମୁଁ କେଉଁ ଅନାଥ ପିଲାଙ୍କ ସହିତ ଭଲ ଆଚରଣ କରେ ତେବେ ବୋଧହୁଏ ଭଗବାନ ମୋ ଉପରେ ବହୁତ ଖୁସି ହୋଇ ମୋତେ ଏକ ସନ୍ତାନଟିଏ ଦେବେ। ମାତ୍ର ମୁଁ ଭୁଲ ଥିଲି। ଥରେ ମୋ ସ୍ୱାମୀ କାମ ପାଇଁ କିଛି ଦିନ ହେବ ଅନ୍ୟ ସହରକୁ ଯାଇଥିଲେ। ମୁଁ ଘରେ ଏକୁଟିଆ ଥିଲି। ଆଉ ମୋ ଘରେ ମୋ ସାଥିରେ ମୋ ଚାକର ଲିଟୁ ଥିଲା। ମୁଁ ପ୍ରଥମ ଥର ପାଇଁ ତା'ର ବଦମାସି ଖୋଲାଖୋଲି ଦେଖିଥିଲି। ମୁଁ ରୋଷେଇ ଘରେ ନଡ଼ିଆ କରୁଥିଲି। ସେହି ସମୟରେ ଲିଟୁ ସେ ରୋଷେଇ ଘରକୁ ଆସିଗଲା। ମୁଁ ରୋଷେଇ ଘରେ ବିନା କାନ୍ଧକଟା ନାଇଟ୍ ପିନ୍ଧି କାମ କରୁଥିଲି। କିନ୍ତୁ ମୁଁ ଜାଣିନଥିଲି ସେ 14 ବର୍ଷର ପୁଅ ଲିଟୁ ଏପରି ବଦମାସି ମଧ୍ୟ କରିପାରେ। ମୁଁ ଯେତେବେଳେ ବିନା ଓଢ଼ଣୀରେ ନଈ ପଡ଼ିଥିଲି ନଡ଼ିଆ କରୁଥିଲି, ସେ ବେସିନରେ ସଙ୍କୁଡ଼ି ବାସନକୁ ଧୋଇବା ବାହାନାରେ ସେଠି ଠିଆ ହୋଇଥିଲା। ମୁଁ ମଧ୍ୟ ବେସିନ୍ ପାଖାପାଖି ଠିଆ ହୋଇ କାମ କରିବା ସମୟରେ ସ୍ୱାମୀଙ୍କ ବିଷୟରେ ଭାବି ଭାବି ସେତେବେଳେ ଅନ୍ୟମନସ୍କ ରହିଥିଲି। ସେହି ସମୟରେ ମୁଁ ହଠାତ୍ ମୋ ଦେହ ଉପରେ କିଛି ଅଲଗା ଚାଲିଲା ଭଳି ଅନୁଭବ କରିଥିଲି। ପୁଣି କେତେବେଳେ ସେ ମୋ ମୁହଁକୁ ଚାହୁଁଥିଲା ତ କେତେବେଳେ ମୋ ଦେହକୁ। ସେ ଏହିପରି ଆଖି ଚୋରେଇ ବାସନ ଧୋଇବାରେ ଲାଗିଥିଲା। ପ୍ରଥମେ ମୁଁ ଏହା ଜାଣି ନର୍ଭସ୍ ହୋଇଯାଇଥିଲି। ସାଙ୍ଗେ ସାଙ୍ଗେ ମୁଁ ରୋଷେଇ ଘରର କବାଟରେ ଝୁଲୁଥିବା ମୋର ଓଢ଼ଣୀକୁ ନେଇ ବେକରେ ପକାଇ ଦେଇଥିଲି। ମୁଁ ପ୍ରାୟ ନଡ଼ିଆ କରି ସାରିଥିଲି। କୋରା ନଡ଼ିଆତକ ଧରି ଗୋଟିଏ ଡବାରେ ପୂରେଇ ଫ୍ରିଜରେ ରଖୁଥିଲି। ସାଙ୍ଗେ ସାଙ୍ଗେ ରୋଷେଇ ଘରୁ ବାହାରି ମୋ ରୁମ୍କୁ ଚାଲିଯାଇଥିଲି। ସେଠାରେ ବିଛଣାରେ ବସି ମୁଁ ଚିନ୍ତା କରିବାକୁ ଲାଗିଥିଲି, କାହିଁକି ଏହି 14 ବର୍ଷର ଲିଟୁ ମୋତେ ଏପରି ଆଖିରେ ଦେଖୁଥିଲା। ତାପରେ ମୁଁ ଭାବିଲି, ବୋଧହୁଏ ଏହା ମୋର ଭ୍ରମ ହୋଇଥାଇପାରେ। ସେ ଏତେ ଛୋଟ ବୟସର ପିଲା, ମୋତେ କାହିଁକି କାମକୁ ତା ଆଖିରେ ଚାହିଁବ? ଭଗବାନ ପ୍ରତ୍ୟେକ ମହିଳାଙ୍କ ନିକଟରେ ଏହା ପ୍ରଦାନ କରିଅଛନ୍ତି ଯେ ସେମାନେ ତାଙ୍କ ଉପରେ ପଡ଼ୁଥିବା ପ୍ରତ୍ୟେକ କାମୁକତା ଆଖିକୁ ଅନୁଭବ କରିପାରିବେ। ମୁଁ ମଧ୍ୟ ସେହିପରି ଅନୁଭବ କରିଥିଲି। କିନ୍ତୁ ସେ ଏକ 14 ବର୍ଷର ଛୋଟ ଅନାଥ ପିଲାଟିଏ ଭାବି ମୁଁ ଏହାକୁ ସେତେବେଳେ ଅଣଦେଖା କରିଦେଇଥିଲି। ମୁଁ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲି ଯେ ଏତେ କମ୍ ବୟସର ପିଲା ସେପରି ଖରାପ କାମ କରିବ। ଯେଉଁଭଳି ଭାବରେ ସେ ତା'ର ଅସହାୟତାର କାହାଣୀ ପୂର୍ବରୁ ମୋ ନିକଟରେ ବର୍ଣ୍ଣନା କରିଥିଲା, ମୋ ହୃଦୟରେ ତା ପ୍ରତି ସହାନୁଭୂତି ଥିଲା। କିଛି ସମୟ ପରେ ମୁଁ ସେଦିନ ରୁମ୍ରୁ ବାହାରକୁ ଆସି ଦେଖିଥିଲି ସେ ଘର ସଫା କରୁଥିଲା। ମୁଁ ସୋଫାରେ ବସି ତାକୁ ଦେଖୁଥିଲି। ତା ମୁହଁରେ ମୁଁ ସେମିତି କିଛି ଅନୁତାପ ଦେଖିବାକୁ ପାଇନଥିଲି। ସେ ନିଜ କାମରେ ବ୍ୟସ୍ତ ଥିଲା। ମୁଁ ଭାବିଲି, ବୋଧହୁଏ ମୁଁ ତା ବିଷୟରେ କିଛି ଭୁଲ ଭାବିଛି। ଏହାପରେ ରାତ୍ରି ଭୋଜନ ପରେ ସେ କହିଥିଲା, ମ୍ୟାଡ଼ାମ୍, ବାହାରେ ବହୁତ ଥଣ୍ଡା ହେଉଛି। ଯଦି ତୁମେ କିଛି ଖରାପ ନ ଭାବିବ ତେବେ ମୁଁ ତୁମ ରୁମ୍ର ଚଟାଣରେ ଶୋଇଯାଆନ୍ତି। ସେ ଠିକ୍ କହୁଥିଲା। ଶୀତ ପାଗ ଯୋଗୁଁ ସେତେବେଳେ କୋହଲା ପବନ ବହୁଥିଲା। ମୁଁ ତାକୁ କହିଥିଲି, ତୁ କେଉଁଠାରେ ଶୋଇବୁ? ଷ୍ଟୋର ରୁମ୍ ସାରା ଜିନିଷପତ୍ରରେ ଭର୍ତ୍ତି ଅଛି। ଅନେକ ଜିନିଷ ଅସଜଡ଼ା ହୋଇ ପଡ଼ିଛି ରୁମ୍ ମଧ୍ୟରେ। ତୁ ମୋର ଜିନିଷଗୁଡ଼ିକୁ ଯଦି ଇଆଡ଼େ ସିଆଡ଼େ ଘୁଞ୍ଚେଇ ଶୋଇବୁ ତାହେଲେ ମୋତେ ଖୋଜିଲା ବେଳକୁ ପଛରେ ମିଳିବ ନାହିଁ। ସେ କହିଲା, ଯଦି ତୁମେ ଖରାପ ନ ଭାବିବ ତାହେଲେ ତୁମ ରୁମ୍ରେ ମୁଁ ଶୋଇଯାଆନ୍ତି। ଏହା ଶୁଣି ମୁଁ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ତାପରେ ସେ କହିଲା, ମ୍ୟାଡ଼ାମ୍, ମୁଁ ମୋ ବିଛଣାକୁ ତଳେ ବିଛେଇ ଶୋଇଯାଉଛି, କିନ୍ତୁ ବାହାରେ ଶୋଇ ହେବ ନାହିଁ। ମୋତେ ବହୁତ ଥଣ୍ଡା ଲାଗୁଛି। ଏହା ଶୁଣି ମୁଁ ତାକୁ ମୋ ରୁମ୍ରେ ଶୋଇବାକୁ ଅନୁମତି ଦେଇଥିଲି। କିନ୍ତୁ ମୁଁ ତା ମୁହଁରେ ସେତେବେଳେ ଏକ ଅଦ୍ଭୁତ ଖୁସି ଅନୁଭବ କରିଥିଲି। ସେ ଯେପରି ଏହା ଶୁଣିବା ପରେ ଅତ୍ୟନ୍ତ ଖୁସି ହୋଇଯାଇଥିଲା। ସେ ସାଙ୍ଗେ ସାଙ୍ଗେ ତା ବିଛଣା ଉଠାଇ ମୋ ରୁମ୍ରେ ପାରି ଶୋଇଯାଇଥିଲା। ମୋତେ ଘର ଅନ୍ଧାର କରି ଶୋଇବାର ଅଭ୍ୟାସ ନଥିଲା। ମୁଁ ଶୋଇବା ପୂର୍ବରୁ ରୁମ୍ର ଆଲୋକ ବନ୍ଦ କରିଥିଲି। ତାପରେ ମୁଁ ଧୀରେ ଧୀରେ ଗଭୀର ନିଦରେ ଶୋଇବାକୁ ଲାଗିଥିଲି। କେତେବେଳେ ମୁଁ ଗଭୀର ନିଦ୍ରାରେ ଶୋଇଯାଇଥିଲି ମୁଁ ନିଜେ ବି ଅନୁଭବ କରିପାରିନଥିଲି। ଯେତେବେଳେ ମୁଁ ସକାଳେ ଆଖି ଖୋଲିଲି ମୋ ମୁଣ୍ଡ ବହୁତ ଭାରି ଭାରି ଲାଗୁଥିଲା। ବୋଧହୁଏ ମୁଁ ଗାଢ଼ ନିଦରେ ଶୋଇଯାଇଥିଲି।
ତାପରେ ମୁଁ ଘଣ୍ଟାକୁ ଦେଖିଲାରୁ ଜାଣିଲି ସକାଳ 8ଟା। ମୋତେ ଲାଗିଲା ଯେମିତି ମୁଁ ସେଦିନ ରାତିରେ ବହୁତ ଶୋଇଛି। ୱାସରୁମ୍ରୁ ପାଣି ପଡ଼ୁଥିବା ଶବ୍ଦ ଶୁଣି ମୁଁ ଉଠି ବସିଥିଲି। ତାପରେ ମୁଁ ଯେତେବେଳେ ବିଛଣା ତଳକୁ ଦେଖିଥିଲି ସେ ପିଲାଟିର ବିଛଣା ସେଠାରେ ନଥିଲା। ସେ ଶୀଘ୍ର ଉଠିଯାଇ ବାଥରୁମ୍ ଭିତରକୁ ଯାଇଥିଲା। ସେ ବହୁତ ଚାଲାକ ଥିଲା। ମୋ ବିନା ଅନୁମତିରେ ମୋ ବାଥରୁମ୍ ବ୍ୟବହାର କରୁଥିଲା। ମୋତେ ଏହା ପସନ୍ଦ ନଥିଲା ଯେ କେହି ମୋର ବାଥରୁମ୍ ବ୍ୟବହାର କରୁ। ମୁଁ ଭାବିଲି ସେ ବାହାରକୁ ଆସିବା ମାତ୍ରେ ମୁଁ ତାକୁ କହିବି ଯେପରି ଭବିଷ୍ୟତରେ ସେ ମୋ ରୁମ୍ର ୱାସରୁମ୍ ବ୍ୟବହାର ନ କରେ। ସେ ଗାଧେଇ ସାରି ବାଥରୁମ୍ରୁ ବାହାରିବା ମାତ୍ରେ ମୋତେ ଦେଖି ତା ମୁହଁରେ ଏକ ଅଦ୍ଭୁତ ହସ ଖେଳିଗଲା। ସେତେବେଳେ ମୁଁ ଅନୁଭବ କଲି ଯେ ମୋର କେଶ ମୁକୁଳା ହୋଇ ଝୁଲୁଛି। ମୁଁ ଯେତେବେଳେ ଶୋଇବାକୁ ଯାଇଥିଲି ତ ବେଣୀ ବାନ୍ଧିଥିଲି। ସେ ଯାହା ବି ହେଉ, ତାପରେ ମୁଁ ସାଙ୍ଗେ ସାଙ୍ଗେ କେଶ ଗୁଡ଼େଇ ବାନ୍ଧିଲି। ଯେତେବେଳେ ମୁଁ ଓଢ଼ଣୀ ପକାଇବା ଆରମ୍ଭ କଲି, ବେଡ଼ସିଟ୍ ଦେଖି ମୋର ହୋସ୍ ଉଡ଼ିଗଲା। ବେଡ଼ସିଟ୍ ବହୁତ ଖରାପ ଭାବରେ ଅସଜଡ଼ା ହୋଇ ପଡ଼ିଥିଲା। ଏହିସବୁ ଦୃଶ୍ୟ ଦେଖି ମୋର କ୍ରୋଧକୁ ଆଉ ମୁଁ ନିୟନ୍ତ୍ରଣ କରିପାରିଲିନି। ପିଲାଟି ସାଙ୍ଗେ ସାଙ୍ଗେ ତା ବିଛଣାକୁ ନେଇ ରୁମ୍ରୁ ସେତେବେଳେ ବାହାରକୁ ଯାଉଥିଲା। ମୁଁ ତାକୁ ପଛରୁ ଡାକି କହିଥିଲି, ମୋ କଥା ଶୁଣ, ମୁଁ ଏପର୍ଯ୍ୟନ୍ତ ତୋ ନାଁ ଜାଣିନି। ସେ କହିଲା, ହଁ ମ୍ୟାଡ଼ାମ୍, କ'ଣ କହୁଥିଲେ କୁହନ୍ତୁ। ମୁଁ ପଚାରିଲି, ରାତିରେ ତୁ କେଉଁଠାରେ ଶୋଇଥିଲୁ? ମୋର ଏହି ପ୍ରଶ୍ନରେ ତା ମୁହଁର ସେତେବେଳେ ରଙ୍ଗ ଉଡ଼ିଯାଇଥିଲା। ସେ କହିଲା, ମ୍ୟାଡ଼ାମ୍, ମୁଁ ଚଟାଣରେ ଶୋଇଥିଲି। ହେଲେ କ'ଣ ହେଲା? ମୁଁ କହିଲି, କିଛି ନାହିଁ, ଯା। ସେ ଚାଲିଯିବାକୁ ଲାଗିଲା। ମୁଁ ତାକୁ ପଛରୁ ପୁଣି ଥରେ ଡାକିଲି। ମୁଁ କହିଲି, ଶୁଣ। ସେ ବୁଲି ମୋ ଆଡ଼କୁ ଚାହିଁଲା। ମୁଁ ତାକୁ କହିଲି, ଭବିଷ୍ୟତରେ ଆଉ କେବେ ମୋ ବାଥରୁମ୍ ବ୍ୟବହାର କରିବୁ ନାହିଁ। ସେ କହିଲା, ଠିକ୍ ଅଛି ମ୍ୟାଡ଼ାମ୍। ମୁଁ କହିଲି, ତୋ ନାଁ କ'ଣ? ସେ କହିଲା ଯେ ତୁମେ ଯାହା ବି ରଖିଦିଅ, ଏମିତିରେ ସମସ୍ତେ ମୋତେ ଲିଟୁ ବୋଲି ଡାକନ୍ତି। ତା ନାମ ଶୁଣିବା ପରେ ମୁଁ ବହୁତ ଅଦ୍ଭୁତ ଅନୁଭବ କଲି। ଏପରି ନାମ ତାର କିଏ ଦେଲା? ସେ କହିଲା, ମୁଁ ଜାଣେ ନାହିଁ। ଅନାଥ ଆଶ୍ରମରେ ମୋ ନାଁ ଲିଟୁ ରଖୁଥିଲେ, କିନ୍ତୁ ମୋର ସମ୍ପୂର୍ଣ୍ଣ ନାମ କ'ଣ କେହି ଜାଣିନାହାନ୍ତି। ସମସ୍ତେ ମୋତେ ଲିଟୁ ବୋଲି ଡାକନ୍ତି। ଏହା କହି ସେ ରୁମ୍ ଛାଡ଼ି ଚାଲିଗଲା। ଯେତେବେଳେ ମୁଁ ବିଛଣାରୁ ଉଠିଥିଲି, ମୋ ଅଣ୍ଟାରେ ବହୁତ ଯନ୍ତ୍ରଣା ହେଉଥିଲା। ଦେହ ମଧ୍ୟ ବିଶେଷ ଭଲ ଲାଗୁନଥିଲା। ମୋତେ ବିଛଣାରୁ ଉଠି ବାହାରକୁ ଯିବାକୁ ମନ ହେଉନଥିଲା। ସେ ଚାହା ତିଆରି କରି ଜାଣିଥିଲା, ତେଣୁ ମୁଁ ତାକୁ ଡାକିଲି। ସେ କହିଲା, ହଁ ମ୍ୟାଡ଼ାମ୍। ସେ ସାଙ୍ଗେ ସାଙ୍ଗେ ଆସି ମୋ ରୁମ୍ର କବାଟ ଖୋଲିଲା। ମୁଁ କହିଲି, ମୋ ପାଇଁ କପେ ଚା ତିଆରି କରି ଆଣ, ମୋ ଦେହଟା ଆଜି ଭଲ ଲାଗୁନି। ଯେତେବେଳେ ସେ ମୋ ପାଟିରୁ ଏହା ଶୁଣିଲା, ମୋ ଆଡ଼କୁ ଚାହିଁ ସ୍ମିତ ହସି କହିଲା, ହଁ, ଏହି ପ୍ରକାର କାମରେ ଏପରି ହୁଏ। ଏହା କହି ସେ ବାହାରକୁ ଚାଲିଯାଇଥିଲା। ମୁଁ ଭାବିବାକୁ ଲାଗିଲି ଯେ ମୁଁ ପୁଣି କି ପ୍ରକାର କାମ କରିଛି। ସେ ଯାହା ବି ହେଉ, ମୋ ରୁମ୍ରୁ ବାହାରକୁ ଆସିଲି। ସେ ତା କାର୍ଯ୍ୟରେ ବ୍ୟସ୍ତ ଥିଲା। ମୋ ମୋବାଇଲରୁ ମୁଁ ମୋ ସ୍ୱାମୀଙ୍କୁ ଫୋନ୍ କଲି। ପ୍ରଥମ ଥର ମୋ ସ୍ୱାମୀଙ୍କ ଅନୁପସ୍ଥିତି ମୋତେ ବହୁତ ଅଜବ ଲାଗୁଥିଲା। ମୁଁ କହିଲି, ବୀରେନ, ତୁମେ କେବେ ଫେରିବ? ସେ କହିଲେ, କ'ଣ ହେଲା କାମିନୀ? ମୁଁ ଆସିବାରେ ଏମିତି କେତେ ଦିନ ହେଇଛି ଯେ? ତୁମେ ଜାଣିଛ ଯେ ମୋତେ ଫେରିବା ପାଇଁ 3-4 ଦିନ ଲାଗେ। ଆଗରୁ ତ ତୁମେ କେବେ ବି ଏପରି ପ୍ରଶ୍ନ ପଚାରି ନାହଁ। ବୀରେନ ଠିକ୍ କହୁଥିଲେ, କିନ୍ତୁ ମୁଁ ଜାଣେ ନାହିଁ ଏଥର କାହିଁକି ମୁଁ କିଛି ଅଦ୍ଭୁତ ଅନୁଭବ କରୁଥିଲି। ସେ କହିଲେ, ଫୋନ୍ କାଟିଦିଅ, ମୁଁ ଏକ ମିଟିଂରେ ଅଛି। ମୁଁ ରାତିରେ ତୁମକୁ ଫୋନ୍ କରିବି। ମୁଁ କହିଲି, ଠିକ୍ ଅଛି। ସେ କହିଲେ, ସେ ପିଲା ଭଲରେ କାମ କରୁଛି କି ନାହିଁ? ମୁଁ କହିଲି, ହଁ, ସେ ଠିକ୍ଠାକ୍ ଭାବରେ କାମ କରୁଛି। ମୋର ସ୍ୱର ଶୁଣି ସେ କହିଲେ, କାମିନୀ, ତୁମର ଦେହ ଭଲ ଅଛି ତ? ମୋତେ ତୁମେ ଭଲ ଲାଗୁଥିବା ପରି ଲାଗୁନାହଁ। କ'ଣ ହେଇଛି ତୁମର? ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ ଥିଲୁ, ତେଣୁ ଆମ ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ବହୁତ ଭଲ ପାଇବା ଥିଲା। ଆମେ ପରସ୍ପରର ସ୍ୱରରୁ ଜାଣିପାରୁଥିଲୁ ଯେ ସାମ୍ନାବାଲା ଠିକ୍ ଅଛି କି ନାହିଁ। ମୁଁ ଏକ ଦୀର୍ଘ ନିଶ୍ୱାସ ନେଇ ମୋ ସ୍ୱାମୀଙ୍କୁ କହିଲି, କିଛି ନାହିଁ, ଗତକାଲିଠାରୁ ମୋ ମୁଣ୍ଡ ଟିକିଏ ଭାରି ଭାରି ଲାଗୁଛି। ମୁଁ ଭାରି କ୍ଳାନ୍ତ ଅନୁଭବ କରୁଛି। ସାମ୍ନାରେ ଠିଆ ହେଇ ମୋର ଚାକର ସେତେବେଳେ ମୋତେ ଏକ ଅଦ୍ଭୁତ ନଜରରେ ଆଖି ତରାଟି ଚାହିଁ ରହିଥିଲା। ଆମ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବ୍ୟକ୍ତିଗତ କଥାବାର୍ତ୍ତା ଶୁଣି ସେ ସେଠାରୁ ଚାଲିଗଲା। ବୀରେନ ମଧ୍ୟ କିଛି ସମୟ ପରେ ଫୋନ୍ କାଟିଦେଲେ। ତେଣୁ ମୁଁ ପୁଣି ଥରେ ଚୁପଚାପ ହୋଇ ବସିଥିଲି। ହଠାତ୍ ସାମାନ୍ୟ କେଁ-କଟର ଶବ୍ଦରେ କବାଟ ଖୋଲିଲା। କବାଟ ପାଖରେ ଚାକର ଠିଆ ହୋଇଥିଲା। ସେ ମୋତେ ଚାହିଁ କହିଲା, କ'ଣ ହେଲା ମ୍ୟାଡ଼ାମ୍, ତୁମର କିଛି ଦରକାର ଅଛି କି?
ମୁଁ ଆଖି ବନ୍ଦ କରି ମୁଣ୍ଡ ହଲେଇ ନାଁ କହିଲି। ମୁଁ ସେତେବେଳେ କେବଳ କିଛି ସମୟ ବିଶ୍ରାମ କରିବାକୁ ଚାହୁଁଥିଲି। ମୋ ଆଖି ବନ୍ଦ କରି ଅଦ୍ଭୁତ ଅନୁଭବ କରିଥିଲି। ଯେମିତି ସେ କବାଟ ପାଖରେ ଠିଆ ହୋଇଥିଲା, ମୋ ଆଡ଼କୁ ଚାହିଁ ରହିଥିଲା। ମୁଁ ଆଖି ଖୋଲି ଦେଖିଥିଲି ତ ସେ ସାଙ୍ଗେ ସାଙ୍ଗେ ହଡ଼ବଡ଼ ହୋଇଗଲା। ତା ମୁହଁ ଗଭୀର ହୋଇଗଲା। ସେ କହିଲା, ମ୍ୟାଡ଼ାମ୍, ମୋତେ ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥା କିଛି ଠିକ୍ ଲାଗୁନାହିଁ, ତେଣୁ ମୁଁ ଆପଣଙ୍କର ମୁଣ୍ଡ ମାଲିସ କରିଦେବାକୁ ଆସିଛି। ମୁଁ ବହୁତ ଭଲ ମସାଜ ଦିଏ। କିନ୍ତୁ ମୁଁ ତାକୁ ସେତେବେଳେ ମନା କଲି। ମୁଁ କେବଳ ଏତିକି କହିଲି ଯେ ମୋ ପାଇଁ ଅଦା ପକାଇ ଚାହା କପେ କରି ଆଣେ। ଚାହା ପିଇଲେ ବୋଧହୁଏ ମୋ ମୁଣ୍ଡବିନ୍ଧା ଭଲ ହୋଇଯିବ। ସେ ମୁଣ୍ଡ ହଲେଇ ହଉ କହି ସେଠାରୁ ଚାଲିଗଲା। କିଛି ସମୟ ପରେ ସେ ଚାହା ନେଇକି ଆସିଲା। ଚାହାଟା ବହୁତ କଡ଼ା ହୋଇଥିଲା। ବୋଧହୁଏ ସେ ସେଥିରେ ଅଧିକ ଚାହାପତି ପକାଇ ଦେଇଥିଲା। ତଥାପି ମୁଁ ଚାହା ପିଇବା ମାତ୍ରେ ଆରାମ ଅନୁଭବ କରିବାକୁ ଲାଗିଲି। ତେଣୁ ମୁଁ ବହୁତ ଶୀଘ୍ର ବିଛଣାରେ ଗଭୀର ନିଦରେ ଶୋଇପଡ଼ିଲି। ମୋର ସେତେବେଳେ ଧ୍ୟାନ ନଥିଲା ଯେ ରୁମ୍ଟି ସେମିତି ଖୋଲା ଥିଲା ବୋଲି। ଯେତେବେଳେ ପ୍ରାୟ ରାତି 9ଟା ହୋଇଥିଲା, ସେତେବେଳେ ମୋର ଆଖି ଖୋଲିଲା। ରୁମ୍ଟି ହାଲୁକା ଆଲୋକରେ ଦୃଶ୍ୟମାନ ହେଉଥିଲା। ମୁଁ ଯେତେବେଳେ ଉଠିଲି, ଘଣ୍ଟା ଉପରେ ସମୟ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଭୋକ ଯୋଗୁଁ ମୋର ଅବସ୍ଥା ସେତେବେଳେ ଖରାପ ହୋଇଯାଇଥିଲା। କପେ ଚାହା 7-8ଟି ବିସ୍କୁଟ ବ୍ୟତୀତ ମୁଁ ସେଦିନ ଆଉ କିଛି ଖାଇନଥିଲି। ମୁଁ ଯେତେବେଳେ ଉଠି ବାହାରକୁ ଆସିଲି, ଚାକର ମୋତେ ଦେଖି ତୁରନ୍ତ ପାଖକୁ ଆସି କହିଲା, ମ୍ୟାଡ଼ାମ୍, ଯଦି ଆପଣଙ୍କ ଦେହ ଏବେ ଭଲ ଥାଏ, ତେବେ ମୁଁ ଆପଣଙ୍କ ପାଇଁ ଖାଦ୍ୟ ଆଣିଦେବି କି? ସତେ ଯେପରି ସେ ମୋ ନିଦରୁ ଉଠିବାକୁ ଅପେକ୍ଷା କରିଥିଲା। ମୁଁ ତାକୁ ସେତେବେଳେ କହିଲି, ତୁ କ'ଣ ପାଇଁ ମୋତେ ଏତେବେଳେ ଯାଇ ଉଠେଇଲୁ ନାହିଁ? ମୁଁ ଏତେ ଗୁଡ଼ିଏ ସମୟ ଶୋଇପଡ଼ିଲି। ମୋ କଥା ଶୁଣି ସେ ଟିକିଏ ହସିକି କହିଲା, ଆପଣ ଶୋଇବା ସମୟରେ ଏତେ ସୁନ୍ଦର ଦେଖାଯାଉଥିଲେ ଯେ ମୁଁ ଆପଣଙ୍କୁ ଉଠାଇବାକୁ ଚେଷ୍ଟା କରିବା ଉଚିତ ମନେ କଲି ନାହିଁ। ମୁଁ ତା କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ତା ଆଡ଼କୁ ଚାହିଁଲି। ମୁଁ କହିଲି, ଏହାର ଅର୍ଥ କ'ଣ? ସେ କହିଲା, ଆରେ ମ୍ୟାଡ଼ାମ୍, ତୁମେ କେତେ ଖୁସିରେ ଏବଂ ଶାନ୍ତିରେ ଶୋଇଥିଲ। ମୁଁ ଜଣେ ଚାକର। ମୁଁ ତୁମର ନିଦକୁ ବ୍ୟାଘାତ କରିବାକୁ କିଏ? ଯାହା ବି ହେଉ, ପୁରା ଘରର କାମ ତ ମୁଁ ସାରି ଦେଇଛି। ମୁଁ ଭାବିଲି ଆପଣ ବହୁତ ବାଧା ଲାଗୁଥିବାରୁ ବୋଧେ ହୁଏତ ଏମିତି ଶୋଇପଡ଼ିଛନ୍ତି। ତେଣୁ ମୁଁ ରୋଷେଇ ମଧ୍ୟ କରିଦେଇଛି। ସତରେ ତାହା ହାତରେ ଯାଦୁ ଥିଲା। ଯାହା ବି ସେ ରାନ୍ଧିଥିଲା ବହୁତ ସ୍ୱାଦିଷ୍ଟ ଥିଲା। ସେଦିନ ମୁଁ ଭଲ ଭାବରେ ପେଟ ପୂରେଇ ଖାଇଥିଲି। ସେ ମଧ୍ୟ ଦୂରରେ ଠିଆ ହୋଇ ମୋତେ ଦେଖୁଥିଲା। କିନ୍ତୁ ମୁଁ ତାକୁ ସାମ୍ନା ଚେୟାରରେ ବସିବାକୁ କହିଲି। ସେହି ସମୟରେ ମୋ ସ୍ୱାମୀଙ୍କର କଲ୍ ଆସିଲା। ତେଣୁ ମୁଁ ରୁମ୍କୁ ଯାଇ କଥା ହେଲି। ମୁଁ ମୋ ସ୍ୱାମୀଙ୍କ ସହିତ ଲଗାତାର 2 ଘଣ୍ଟା ହେବ କଥା ହେଉଥିଲି ଏବଂ ସେହି ସମୟରେ ରୁମ୍ର କବାଟ ବନ୍ଦ ଥିଲା। ମୋ ଚାକର ରୁମ୍ ବାହାରେ ଉପସ୍ଥିତ ଥିଲା। ଯେତେବେଳେ 2 ଘଣ୍ଟା ବିତିଗଲା, ହଠାତ୍ ସେ କବାଟ ବାଡ଼େଇଲା। ମୁଁ ଯେତେବେଳେ କବାଟ ଖୋଲି ତାକୁ ଛିଡ଼ା ହୋଇଥିବାର ଦେଖିଲି, ସେ କହିଲା, ମ୍ୟାଡ଼ାମ୍, ତମେ ଆଉ କେତେ ସମୟ ପର୍ଯ୍ୟନ୍ତ ତମ ସ୍ୱାମୀଙ୍କ ସହ କଥା ହେବ? ମୋତେ ବହୁତ ନିଦ ଲାଗିଲାଣି। ସେ ଏଭଳିଆ କଥା ଏତେ ଜୋରରେ କହୁଥିଲା ଯେ ମୋ ସ୍ୱାମୀ ମଧ୍ୟ ଏହା ଶୁଣିଥିଲେ। ମୋ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇ ମୋତେ ସେତେବେଳେ ପଚାରିଲେ, ସେ ଚାକର କେଉଁଠାରେ ଶୋଇବା ବିଷୟରେ କହୁଛି? ମୁଁ ସେତେବେଳେ କ'ଣ ଉତ୍ତର ଦେବି କିଛି ବୁଝିପାରୁନଥିଲି। ମୁଁ ସାଙ୍ଗେ ସାଙ୍ଗେ କହିଲି ଯେ ସେ କିଛି ନୁହେଁ, ବାହାରେ ଗତ 2-3 ଦିନ ହେବ ଥଣ୍ଡା ବହୁତ ପଡ଼ିଯାଇଛି, ତେଣୁ ଚାକର ଘର ଭିତରେ ଶୋଇପଡ଼େ। ଗତକାଲି ରାତିରେ ସେ ମୋ ରୁମ୍ର ଚଟାଣରେ ଶୋଇଥିଲା। ଏହା ଶୁଣି ମୋ ସ୍ୱାମୀ କିଛି ସମୟ ପାଇଁ ଚୁପ୍ ରହିଲେ। ତାପରେ କହିବା ଆରମ୍ଭ କଲେ, ତାକୁ ଏତେ ମୁଣ୍ଡ ଉପରେ ବସାଅ ନାହିଁ। ତାକୁ ବାହାରେ ହଲ୍ରେ ଶୋଇବାକୁ କୁହ। ଏବେ ସେତେ ବି ଥଣ୍ଡା ହେଉନାହିଁ। ନଚେତ୍ ଘରର ଅନ୍ୟ ରୁମ୍କୁ ଖାଲି କରିଦିଅ। ସେଠାରେ ଏକ କୋଣରେ ସେ ତାର ବିଛଣା ପାରି ଶୋଇପଡ଼ିବ। ମୁଁ ସେତେବେଳେ ବୁଝି ସାରିଥିଲି ମୋ ସ୍ୱାମୀ କ'ଣ କହୁଛନ୍ତି। ତେଣୁ ମୋ ସ୍ୱାମୀଙ୍କ ସହ କଥା ହେବା ପରେ ମୁଁ ବାହାରକୁ ଆସି ତାକୁ ସ୍ପଷ୍ଟ ଭାବରେ କହିଲି ଯେ ତୁ ତୋର ବିଛଣା ହଲ୍ରେ କୋଣରେ ପକାଇକି ଶୋଇପଡ଼। ମୁଁ ତତେ ମୋ ରୁମ୍ରେ ଶୁଆଇପାରିବି ନାହିଁ। ଏହା ଶୁଣି ସେ କେମିତି ଏକ ଚାହାଣୀରେ ମୋ ଆଡ଼କୁ ଚାହିଁଲା। ତାପରେ କହିଲା, ଠିକ୍ ଅଛି, ଆପଣ ମୋର ମ୍ୟାଡ଼ାମ୍। ଆପଣ ଯାହା କହିବେ ମୁଁ ସେଇଆ ହିଁ କରିବି। କିନ୍ତୁ ମୋତେ ଦୁଃଖ ଏତିକି ଲାଗୁଛି ଯେ ଆପଣ ମୋତେ ବିଶ୍ୱାସ କରୁନାହାନ୍ତି। ଏହା କହି ତା ଆଖିରେ ଲୁହ ଆସିଗଲା। ଏହା ଦେଖି ମୋତେ ସେତେବେଳେ ବହୁତ ଖରାପ ଲାଗିଥିଲା। ଭାବୁଥିଲି ମୁଁ କିପରି ଜଣେ ନିରୀହ ପିଲାଟିକୁ ସନ୍ଦେହ କରିପାରିଲି। ତଥାପି ଏହା ମୋ ସ୍ୱାମୀଙ୍କ ଆଦେଶ ଥିଲା, ଯାହା ମୋତେ ତାଙ୍କ ଅନୁପସ୍ଥିତିରେ ମାନିବାକୁ ପଡ଼ିବ। ମୁଁ କହିଲି, ସେପରି କିଛି କଥା ନାହିଁ, ତୁ ହଲ୍ରେ ଶୋଇପଡ଼।
ସକାଳୁ ଉଠି ଜଳଖିଆ ପ୍ରସ୍ତୁତ କରିବାରେ କୌଣସି ଆବଶ୍ୟକତା ନାହିଁ। ମୁଁ ଉଠି ସାରି ନିଜେ ପ୍ରସ୍ତୁତ କରିନେବି। ଏହା କହିବା ପରେ ମୁଁ ମୋ ରୁମ୍କୁ ଚାଲିଗଲି। ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ଏତେ ଶୋଇବା ସତ୍ତ୍ୱେ ଯେତେବେଳେ ମୁଁ ମୋ ବିଛଣାରୁ ଉପରକୁ ଉଠିଗଲି ସେତେବେଳେ ମୋତେ ପୁଣି ନିଦ ଆସିଗଲା। ଆଶ୍ଚର୍ଯ୍ୟର କଥା ହେଲା ଏତେ ଶୋଇବା ସତ୍ତ୍ୱେ ଯେତେବେଳେ ମୁଁ ମୋ ବିଛଣାରୁ ଉପରକୁ ଗଲି ସେତେବେଳେ ମୋତେ ପୁଣି ନିଦ ଆସିଗଲା। ଯେତେବେଳେ ମୋର ଆଖି ଖୋଲିଲା ମୁଁ ଭାବିଥିଲି ବୋଧହୁଏ ମୁଁ ମୋର ସ୍ୱାମୀ ସହିତ ଅଛି। କିନ୍ତୁ ଯେତେବେଳେ ମୁଁ ଆଖି ଖୋଲି ସେହି ଦୃଶ୍ୟ ଦେଖିଲି ସେସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମୋ ଦେହ ଶୀତେଇ ଉଠିଲା। ସେଠାରେ ମୋ ସ୍ୱାମୀ ଘରେ ଉପସ୍ଥିତ ନଥିଲେ ଏବଂ ମୁଁ ଦେଖିବା ଦୃଶ୍ୟ ମୋତେ ଆଶ୍ଚର୍ଯ୍ୟ କରିଥିଲା। କାରଣ ଚାକରଟି ପାଦ ଚାପି ଚାପି ତା ସାର୍ଟ ପିନ୍ଧି ମୋ ରୁମ୍ରୁ ବାହାରକୁ ଯାଉଥିଲା। ମୁଁ ତ ତାକୁ ସେହି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହି ଦୃଶ୍ୟ ଦେଖି ମୁଁ ଯାହା କିଛି ବୁଝିଥିଲି ସେତେବେଳେ ମୋ ଲୁମ ଟାଙ୍କୁରି ଉଠିଥିଲା। ସେ ସାରା ରାତି ମୋ ରୁମ୍ରେ ମୋ ସହିତ ଶୋଇଥିଲା। ମୋର ମନ ଭିତରେ ଅଜଣା ଭୟ ଖେଳିଗଲା। ସ୍ୱାମୀ ପାଖରେ ନଥିବା ଯୋଗୁଁ ମୋତେ ସେ ଚାକର କଥା ଭାବିଲେ ମୋ ଛାତି ଭିତରେ ଭୟରେ ଥରି ଉଠୁଥିଲା। ମୁଁ ସାଙ୍ଗେ ସାଙ୍ଗେ ବାଥରୁମ୍କୁ ଚାଲି ଯାଇଥିଲି। ଏହା ସ୍ପଷ୍ଟ ଥିଲା ଯେ ସେହି 14 ବର୍ଷର ଚାକର ମୋ ସହିତ ଗତ ରାତିରେ ଶାରୀରିକ ସମ୍ପର୍କ ରଖିଛି। ମୁଁ ମୋ ରୁମ୍କୁ ଭିତର ପଟୁ ବନ୍ଦ କରି ବସି ଭାବୁଥାଏ, ସେ ଗୋଟେ 14 ବର୍ଷର ପିଲା ଏସବୁ କିପରି କରିପାରିବ? ମୁଁ କିପରି ଏସବୁ କିଛି ମୋ ସହିତ ହେବାକୁ ଦେଲି? କାହିଁକି ମୋର ହୋସ୍ ଆସିଲା ନାହିଁ? ମୁଁ ଏହା ଭାବି ଭାବି ପାଗଳ ହେବାକୁ ଲାଗିଲି। ଏହିପରି କଥା ସବୁ ଭାବି ଭାବି ମୋର ସେହି ରାତି କଟିଗଲା। ପରଦିନ ସକାଳ ଆସିବା ପରେ ମୁଁ ଦେଖିଲି ଚାକରଟି ହଲ୍ରେ ଶୋଇଥିଲା। ମୁଁ ଯେତେବେଳେ ରୁମ୍ରୁ ବାହାରକୁ ଆସିଲି ସେ ମୋତେ ଅଜବ ଆଖିରେ ଚାହିଁଲା। ମୁଁ କୌଣସି ବିନା ପ୍ରମାଣରେ ତାକୁ ଦୋଷ ଦେବାକୁ ଚାହୁଁନଥିଲି। ମୁଁ ତାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରି ମୋର ଘର କାମ କରିବା ଆରମ୍ଭ କଲି। ସେହି ସମୟରେ ମୁଁ ଲକ୍ଷ୍ୟ କରିଥିଲି ଯେ ଚାକରଟି କେବଳ ବୟସରେ ଛୋଟ ଥିଲା, ମାତ୍ର ତା'ର ବ୍ୟବହାର ଏବଂ ଚାହାଣୀରୁ ସେ ଗୋଟିଏ କାମୁକ ଲୋକଟିଏ ପରି ଦେଖାଯାଉଥିଲା। ସେଦିନ ଯେତେବେଳେ ମୁଁ ମୋ ରୁମ୍ରେ ଶୋଇବାକୁ ଗଲି ସେତେବେଳେ ମୁଁ ସେହି ପିଲାକୁ ମୋ ରୁମ୍କୁ ପ୍ରବେଶ କରିବାକୁ ମଧ୍ୟ ଦେଇନଥିଲି। ବୋଧହୁଏ ସେ ମୋତେ କିଛି ବେହୋସ୍ ହେବା ପାଇଁ ନିଶା ଔଷଧ ଦେଉଥିଲା, ଯେଉଁଥିପାଇଁ ମୁଁ ଚେତାଶୂନ୍ୟ ହୋଇ ଶୋଉଥିଲି। ସେଦିନ ମୁଁ ସମ୍ପୂର୍ଣ୍ଣ ସତର୍କ ରହିଥିଲି। କିଛି ସମୟ ପରେ ଚାକରଟି ରୁମ୍ ଭିତରକୁ ଆସି ମୋତେ କହିଲା, ମ୍ୟାଡ଼ାମ୍ ଆପଣଙ୍କ ଏୟାର ଫ୍ରେଶନର୍ ଦିଅନ୍ତୁ, ମୁଁ ଏହାକୁ ରୁମ୍ରେ ଛିଞ୍ଚିଦେବି। କିଛି ଭାବିବା ପରେ ମୁଁ ତାକୁ ସଫା ମନା କରିଦେଲି। ମୁଁ କହିଲି, ଥାଉ ତୁ ଯା ଶୋଇବୁ, ମୁଁ ନିଜେ ସ୍ପ୍ରେ କରିଦେବି। କିଛି ଭାବିବା ପରେ ସେ ସେଠାରୁ ଚାଲିଗଲା। କିନ୍ତୁ ସେହି ରାତିରେ ମୁଁ ଏୟାର ଫ୍ରେଶନର୍ ମଧ୍ୟ ପ୍ରୟୋଗ କରିନଥିଲି। ରୁମ୍ରେ ଏୟାର ଫ୍ରେଶନର୍ ସ୍ପ୍ରେ କରିବା ପରେ ଶୋଇବା ମୋର ଅଭ୍ୟାସ ଥିଲା। ଅଭ୍ୟାସବଶତଃ ମୋ ସ୍ୱାମୀ ମଧ୍ୟ ସେଦିନ ରାତିରେ ଆସିବାର ଥିଲା। ମୁଁ ମୋ ବିଛଣାକୁ ଶୋଇବାକୁ ଯାଇଥିଲି ଏବଂ ଶୀଘ୍ର ଶୋଇବାର ଅଭିନୟ କରିଥିଲି, ଯେପରି ମୁଁ ଗଭୀର ନିଦରେ ଶୋଇଯାଇଛି। କିଛି ସମୟ ପରେ ରୁମ୍ର କବାଟ ଖୋଲିଲା। ଧୀରେ ଧୀରେ କେହି ଗୋଟେ ରୁମ୍ ଭିତରକୁ ଆସିଲା। ସିଏ ଚାକର ଲିଟୁ ବ୍ୟତୀତ ସେତେବେଳେ ଆଉ କେହି ନଥିଲେ। ଚାକର ମୋତେ ଡାକିବାକୁ ଲାଗିଲା, ମ୍ୟାଡ଼ାମ୍ ଅନେଇଛନ୍ତି ନା ଶୋଇଛନ୍ତି? ତୁମର ଲିଟୁ ତୁମ ସହିତ ରାତି ବିତେଇବାକୁ ଆସିଛନ୍ତି। ବୋଧହୁଏ ସେ ନିଶ୍ଚିନ୍ତ ଥିଲା ଯେ ମୁଁ ଶୋଇଯାଇଛି, ତେଣୁ ସେ ତା'ର ପ୍ରକୃତ ରୂପ ଦେଖାଇବା ଆରମ୍ଭ କଲା। ମୁଁ ମୋର ସମଗ୍ର ଶରୀରରେ କିଛି ଘଷି ହେଉଥିବାର ଅନୁଭବ କରିପାରିଲି। ସେହି ମୁହୂର୍ତ୍ତରେ ମୋ ରୁମ୍ର କବାଟ ଖୋଲିଲା। ମୋ ସ୍ୱାମୀ ଭିତରେ ପ୍ରବେଶ କଲେ। ସେତେବେଳକୁ ଚାକର ତା'ର ସାର୍ଟ କାଢ଼ି ମୋ ସହ ଖେଳୁଥିଲା। ହଠାତ୍ ସେ ମୋ ସ୍ୱାମୀଙ୍କୁ ଦେଖି ହଡ଼ବଡ଼। ମୁଁ ମଧ୍ୟ ଉଠି ସେହି ସମୟରେ ବିଛଣାରେ ବସିଯାଇଥିଲି। ଯେତେବେଳେ ମୋ ସ୍ୱାମୀ ମୋତେ ଏବଂ ଚାକରକୁ ଗୋଟିଏ ବେଡ଼୍ରେ ଦେଖିଥିଲେ ତାଙ୍କ ମୁଣ୍ଡ ଘୂରେଇ ଯାଇଥିଲା। ବାସ୍ତବରେ ସେତେବେଳେ ମୋ ସହିତ ଯାହା କିଛି ଘଟିଥିଲା ଆଉ ମୁଁ ଯାହା ସବୁ ଅନୁଭବ କରିଥିଲି ମୁଁ ମୋ ସ୍ୱାମୀଙ୍କୁ ଏହା କହିଦେଇଥିଲି। ମୁଁ ସେହି ମହିଳାମାନଙ୍କ ମଧ୍ୟରୁ ଜଣେ ନୁହେଁ ଯେଉଁମାନେ ସଠିକ୍ ସମୟକୁ ଅପେକ୍ଷା କରି ନିଜର ଶୋଷଣ ହେବାକୁ ଦିଅନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ମୋ ସ୍ୱାମୀ ଚାକରଟିର ବେକକୁ ଧରି ତାକୁ ଚାପୁଡ଼ା ମାରିବା ଆରମ୍ଭ କଲେ ଏବଂ କହିଲେ ଯେ ତୁ ଯେଉଁ ଥାଳିରେ ଖାଇଲୁ ଆଜି ସେହି ଥାଳିରେ ଛିପ ପକେଇଲୁ। ମୁଁ ତୋ ଉପରେ ଦୟା ଦେଖାଇ ମୋ ଘରକୁ ଆଣିଥିଲି, କିନ୍ତୁ ତୁ ମୋ ଘରେ ରହି ମୋ ଘରର ଇଜ୍ଜତ ସହ ଖେଳିବା ଆରମ୍ଭ କରିଦେଲୁ। କହ ଏସବୁ କ'ଣ ଥିଲା? ପ୍ରଥମେ ସେ ଏସବୁ ଅସ୍ୱୀକାର କରି ଚାଲିଥିଲା, କିନ୍ତୁ ଯେତେବେଳେ ମୋ ସ୍ୱାମୀଙ୍କ ହାତରୁ ମାଡ଼ ପଡ଼ିଲା ସେ କାନ୍ଦିବାକୁ ଲାଗିଲା ଏବଂ କାନ୍ଦିବା ବେଳେ ସେ ଯାହା କହିଥିଲା ତାହା ଶୁଣି ଆମ ମୁଣ୍ଡ ଘୂରେଇ ଦେଇଥିଲା।
से कहला जे प्रथमे अनाथ आश्रमरू जो लोक मते सांगरे नि जाइथिला से मते तांको घरर चाकर तो बनै रखिदेला, मात्र यह सहित से मो शरीर को शोषण मध्य करुथिला। सेतेबेले मु केवल 8 वर्ष बयसर थिली। से मते बहुत पिटुथिले, मते धमक मध्य देउथिले, मते कहुथिले एहा कर ताहा कर। मु डररे से सब करुथिली। बोधहुए एही कारण हेतु समय पूर्वरु मु बड़ हो जाइथिली। एहा भितरे नारी मानक प्रति आकर्षण मो भितरे बढ़िबाकु लागिथिला। सेही व्यक्ति मो सह से सब प्रकारर खराब कार्य करथिले, जहा एक पुरुष एवं स्त्री मध्य घटे। तापरे जेतेबेले मो उपरु मन छाड़ीगला, से अन्य जड़े चाकर को नियुक्ति देई मते घर बाहर करदेले। एहापरे मु गोटे स्थानरू अन्य स्थान को बुलिबाकु लागिथिली। मु जेतेबेले आपणक घर को आसिली, मैडम को गोरा देह पतली देह देखिबा मात्रे धैर्य धरी रही पाली नहीं एवं तापरे मु तांको एयर फ्रेशनर रे एपरी औषध मिसेइली, जहार गंधरे से एक गभीर निदरे सोई जाउथिले। से सोई जिबा परे मु रूम को आसुथिली। सेतेबेलको एयर फ्रेशनर बास्ना मध्य कमी जाइए, तेणु औषध मो उपरे कौनसी प्रभाव पके नहीं। मैडम सोई जिबा परे मु तांका सहित मोर देहर भोक मेटाउथिली। जेतेबेले मु मैडम का सहित शारीरिक संपर्क स्थापन कली, सेतेबेले मु बहुत आराम अनुभव करुथिली। बोधहुए मु तांका मनलोभा शरीर को देखि तांका प्रति अत्यधिक आकर्षित हो जाउथिली। से सेतेबेले कांदी कांदी मो स्वामी को क्षमा मागुथला। मु ताउपरे अत्यधिक क्रोधित हेली। मो स्वामी ताकू सेही मुहूर्त रे घर बाहरी जावाकू कहिथिले, किंतु से कांदी कांदी कहला, एते रात्रि रे मु केउठी को जिबी, दयाकरी मते क्षमा करंतु। मु आउ एहीपरि किछि करिबि नाही, किंतु मु भाबुथिली सेपरि पिला को आम घरे आउ आश्रय देबा ठीक नुहे। सेही पिलाटी को नष्ट करबा एवं ए अवस्था को आनिबा पछरे तार प्रथम मालिकंकर बड़ हाथ थिला, जे ताकू अनाथ आश्रमरू आनिथिले। जदि अनाथ आश्रमर कर्मकर्ता माने देखि थांते जे पिलाटी जहाँ हाथ को जाइछि सेठारे से सुरक्षित अछि कि नहीं, जदि टिके अनुसंधान करिथांते तेबे हुए तो एही पिलाटी आज एपरि होई न थांता। मो स्वामी ताकू राति सारा कबाट निकटरे बसई रखुतेले एवं परदिन सकाळे से निजे पुलिस को डाकी ताकू हस्तांतर कराई दैथिले। पुलिस को मध्य एही घटना विषय अवगत कराई दिया जाइथिला। ताकू एक शिशु कारागार रे रखा जाइथिला। तार मानसिक विकास एवं स्वास्थ्य रे उन्नति आनिबा पई प्रयास करा जाइथिला, जहा फल से भविष्य रे जड़े भल व्यक्ति होई परिबो। तथापि दीर्घ समय धरी मो सहित होइथिबा ए घटना को काहाकू जणेबाकू देई नथिली जे मो स्वामी व्यतीत अन्य केही मो सहित शारीरिक संपर्क रखुछन्ति बोली। मो स्वामी दुनिया रे सर्वोत्तम स्वामी मानक मध्यरु जणे थिले। से मो सहित होइथिबा घृणित कार्य परे मध्य मते बहुत समर्थन करथिले, कारण आम दुहिंक मध्यरे बहुत भल पाइबा थिला। अपरपक्षे मु बहुत लज्जित थिली, किंतु मो स्वामी सेतेबेले कहिथिले जे तुमे मन छोट कर नहीं, कामिनी तुम सहित होइथिबा ए घटना रे प्रकृत दोषी होउछि मु भलरे अनुसंधान करी चाकर को आनिबा उचित थिला। जदि मु ताकू एठाकू आनी न थांती तेबे एसबु किछि होई न थांता। छाड़, जहा घटिला घटिगला। वर्तमान ठारू मु तुमर भल भाबरे जत्न नेबी। तो श्रोता बंधु मैंने आशा करुच्ची आज यही कहानीटी आपण मानक निश्चिंत पसंद आसथिबो। आ पसंद आसीथिले वीडियोटी को लाइक शेयर और चैनल को सब्सक्राइब करने को बिल्कुल भी भूलंतु नहीं। तेबे आज पई रहुछि बाय। पुणी देखा अब एक सुंदर कहानी सहित आउ एक नुआ वीडियो रे। धन्यवाद।